ହ୍ୟାଲୋ ହାଇ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାନୁଆଲ। ତ ସେମିତି କିଛି ଭିଡ଼ିଓ ନାହିଁ, ମୋର ନୂଆପଡ଼ା କଥା ମନେ ପଡ଼ିଲା। ଆଉ ମୋ ଛୋଟବେଳ କଥା ମନେ ପଡ଼ିଲା, ମୋ ବେବି କଥା। ମୋ ଛୋଟବେଳ କଥା ମନେ ପଡ଼ିଲା। ଛୋଟବେଳେ ବହୁତ ସାରା ମାନେ ଏତେ ଭଲ ପାଇବା ମିଳିଥିଲା ନା, ତ ସତ କଥା। ମୋ ବେବିକୁ ମୁଁ ସେତିକି ଦେଇପାରିବି କି ନାହିଁ ମୁଁ ବି ଜାଣିନି। ଆଉ ମୋ କାଳିଆପା ଆଜି ଥିଲେ, ଯେତେବେଳେ ଜାଣିଥାନ୍ତେ ମୋ ବେବି ଆସିଛି ବୋଲି, ସେ ଏତେ ଖୁସି ଯାଇଥାନ୍ତେ ମାନେ 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 କହିବି ପାରୁନି। ତ ତାଙ୍କ କଥା ବହୁତ ମନେ ପଡ଼ିଲା। ଆଉ ତାଙ୍କର ଗୋଟେ ଫଟୋ ଥିଲା, ବାସ୍ ରଖିଥିଲି, କୋଉଠି ରଖିଦେଇଛି ମୁଁ ପାଉନି। ତ ଫଟୋ ନାହିଁ, ତ ତାଙ୍କ କଥା ମନେ ପଡ଼ିଲା, ମୋତେ କାନ୍ଦ ଲାଗିଲା। ଆଉ ଭାବିଲି ଭିଡ଼ିଓ ବନେଇଦେବି। ଆଉ ସେ ଯେତେବେଳେ ମୁଁ ଛୋଟଟେ ହେଇଥିଲି, ସେ ମୋ ପାଇଁ ବହୁତ କିଛି ମାନେ ରଜ ହେଲା ମାନେ ଦୋଳି ସଜେଇ ଦେବେ, ମୁଁ ଯାହା କହିବି ତାହା ଆଣିକି ଦେବେ। ଏତେ ଭଲ ପାଇବା ତାଙ୍କ ଠାରୁ ପାଇଥିଲି। ତ ଏବେ ଯେହେତୁ ସେ ନାହାନ୍ତି, ତାଙ୍କ କଥା ମନେ ପଡ଼ିଲେ ବହୁତ ଆଖିରେ ଲୁହ ଝରି ପଡ଼େ। ଆଉ ସତରେ ମାନେ ଜେଜେ ତ ସମସ୍ତଙ୍କର ଅଛନ୍ତି, ବଟ୍ ଜେଜ ନିଜ ନାତିକି ଯୋଉ ଭଲ ପାଇବା ଦିଅନ୍ତି, ସେ ଭଲ ପାଇବା ସବୁଠାରୁ ଉପରେ, ବାପା ମାଙ୍କ ଠାରୁ ବି ଅଧିକ ଭଲ ପାଇବା। ତ ମୋ ମା ଯେତେବେଳେ ମୋତେ ମାରେ ନା, ତ ସେ ରାଗିକି ଖାଆନ୍ତିନି। ଆଉ ପାଟି କରନ୍ତି ମା'କୁ। ଆଉ ମୋତେ ମାରିଲେ ତାଙ୍କ ଦେହ କ'ଣ ହେଇଯାଏ। ଆଉ ସେ ଛାଡ଼ିକି ମୋତେ ଗଲେଣି 2011 ମସିହାରୁ। ବଟ୍ ଆଜି ବି ମାନେ ମୋର କିଛି ଅବହେଳା ଥିଲେ, କି ମୋର କିଛି ଖରାପ ମୋ ପାଇଁ ଆସିଲେ, କି ମୋତେ କଷ୍ଟ ହେଲେ, ସତ କଥା ସେ ମୋ ସ୍ୱପ୍ନରେ ହିଁ ପଳେଇ ଆସନ୍ତି। ଆଉ ଆଜି ପର୍ଯ୍ୟନ୍ତ ମୋର ଯୋଉ ଜିନିଷ ଅଭାବ ହେଇଛି, ମୁଁ ତାଙ୍କୁ ସେଇଟା ମାଗିଦେଲେ, ମୁଁ ଜାଣିନି ସେ ଆପଣମାନେ ବିଶ୍ୱାସ କରିବେ କି ନାହିଁ, ବଟ୍ ସିଏ ମୋତେ ଦେଇଦିଅନ୍ତି। ଆଉ ସତରେ ମାନେ ଏମିତିକା ମୋ ପାଇଁ ସେ ଲକି ପର୍ସନ୍ ଥିଲେ। ଆଉ କାସ୍ ଆଜି ଥାନ୍ତେ କି ମୋ ପାଖରେ। ତାଙ୍କୁ ବହୁତ ବର୍ଷ ହେଇନଥିଲା, ବାସ୍ ଅଳ୍ପ ବୟସରେ ହିଁ ଡେଥ୍ କରିଗଲେ। ଆଉ ବହୁତ ମନେ ପଡ଼େ ତାଙ୍କ କଥା। ଆଉ ନୂଆପଡ଼ା ମାନେ ମୋ ଜନ୍ମସ୍ଥାନ, ତ ସେ ଜାଗାକୁ ଯିବା ପାଇଁ ଇଚ୍ଛା ହେଲେ ବି ଆଉ ଇଚ୍ଛା ହୁଏନି, କାହିଁକି ନା ସେ ଘର ଏମିତିକା ହେଇଛି ଯେ, ତ ଇଚ୍ଛା ବି ହୁଏନି। ଆଉ ତାଙ୍କ ସ୍ତ୍ରୀ ବି ସେମିତି ବହୁତ ମାନେ ମୋତେ ବହୁତ ଭଲ ପାଏ। ଆଉ ଆଜି ତାଙ୍କ କଥା ମନେ ପଡ଼ିଲା, ଭାବିଲି ଭିଡ଼ିଓ ଆପଣଙ୍କ ପାଖକୁ ନେଇ ଆସିବି, ଆପଣମାନଙ୍କ ପାଖକୁ। ଆଉ ଛୋଟବେଳେ ମୁଁ ଏତେ ମାନେ ଭଲ ପାଇବା ତାଙ୍କଠାରୁ ପାଇଛି, ଏବେ ଯେତେବେଳେ ସେଇଟା ମନେ ପକାଉଛି, ମନେ ପଡ଼ୁଛି, ମୋତେ ଭାରି କାନ୍ଦ ଲାଗୁଛି, ସତ କଥା। ଯେଉଁଟା ଆପଣ ପାଇଥିବେ, ଯେଉଁଟା ହରେଇ ବସିବେ, ସେଇଟା ମନେ ପଡ଼ିଲେ କଷ୍ଟ ଲାଗେ ନା। ସମସ୍ତେ ଦେଖାଣିଆ ଭଲ ପାଆନ୍ତି, ବଟ୍ ଅରିଜିନାଲ୍ ଭଲ ପାଇବା କେଉଁଠୁ ଆପଣମାନେ ଜାଣିପାରିବେ। ଆଉ ଜଣେ ଜଣେ ଲୋକ ଥିବେ, ଆପଣଙ୍କ ସହିତ ଏମିତି କଥାବାର୍ତ୍ତା ହେବେ, ଆପଣଙ୍କଠାରୁ କଥା ଆଦାୟ କରିବେ। ଏମିତି ପରିସ୍ଥିତି ଆସିଛି ନା। ଛାଡ଼ନ୍ତୁ। ଆଉ ବେବି କେବେ ଆସିବ, ମୁଁ ବାସ୍ ସେଇଟାକୁ ୱେଟ୍ କରିଛି। କାହିଁକିନା ଏକାଠି ଅଛି, ଆପଣଙ୍କ ଭାଇନା ନାହାନ୍ତି, ଡ୍ୟୁଟି ଯାଇଛନ୍ତି। ତ ସିଏ ଆସିଲା ପରେ ମୋତେ ଆଉ କିଛି ବି ଜଣାପଡ଼ିବନି। ତା ସହିତ ଟାଇମ୍ ସ୍ପେଣ୍ଡ ହେଇଯିବ, ତା ସହିତ ସବୁ ଟାଇମ୍ କଟିଯିବ। ଆଉ ବେଶୀ ଏକ୍ସାଇଟେଡ୍ ମୋ ମା ଅଛି। କାହିଁକିନା ଯାହା ବି ହେଲେ ଗୋଟେ ଝିଅର ମା, ମାନେ ଗୋଟେ ଝିଅର ଯେତେବେଳେ ଏଇ ଟାଇମ୍ ଆସେ,
ତାର ଝିଅର ମା ସବୁ କିଛି କରେ। ମାନେ ହଁ ସବୁକିଛି କରେ। କିଛି କେବେ କହିବନି କି ମୁଁ ତୋର ଏତେ କରିଥିଲି। ବଟ୍ ଆପଣମାନେ ଦେଖିବେ ଆଉ ଯେଉଁମାନେ ତ କରିଥିବେ କିଛିଟା କରିଥିବେ ଚାରିଆଡ଼େ ବୁଲି ବୁଲି ଗପିବେ ମୁଁ ତୋର ଏଇଟା କରିଥିଲି ଏଇଟା କହିଦେବେ। କିନ୍ତୁ ଝିଅର ମା କେବେ ବି ଏଇଟା କହିବନି। ଆଉ ମା ସିଏ ନା ତ ଝିଅର ଦୁଃଖ ସେଇଟା ଜାଣିପାରେ। ଆଉ ସମସ୍ତେ ବାକି କରନ୍ତି ଅବଶ୍ୟ ବଟ୍ ଚାରିଆଡ଼େ କହିବେ ମୁଁ ଏଇଟା ତାର କରିଥିଲି ଆଉ କରିଥିଲି ବୋଲି ସେ ଏମିତି ନା ଆଉ ଏଇଟା ଠିକ୍ ନା। କିନ୍ତୁ ଝିଅର ମା କେବେ ବି କହିବନି। ଆଉ କହନ୍ତି ଝିଅର ମା ଏମିତି କଲା ସେମିତି ଝିଅକୁ ଶିଖେଇଲା ଯେଉଁ ଗୋଟେ ଗୋଟେ ପରିବାରରେ ଏମିତି ଶୁଣିଥିବେ। ବଟ୍ କେହି ବି କହନ୍ତିନି କି ଝିଅର ମା ଆସିକି ଏତେ ସବୁ କାମ କଲା ଆଉ ଝିଅର ମା ଆସିକି ଝିଅକୁ ଏତେ ମାନେ କେୟାର ନେଲା। ଏଇଟା କେବେ ବି କେହି କହିବାର ଶୁଣି ନଥିବେ ଆପଣମାନେ। ଏମିତି କାହିଁକି ହୁଏ? ଗୋଟେ ଝିଅର ମାଆକୁ ସବୁବେଳେ ଦୋଷ ଦିଆଯାଏ। ଓ ଆଉ ଗୋଟେ କଥା ମୁଁ ଏମିତିକା ଭିଡ଼ିଓ ବନଉଛି ଆପଣମାନେ ବି ମାନେ ବହୁତ କିଛି ମାଇଣ୍ଡକୁ ନେଇଯିବେ ସେଥିପାଇଁ ମୁଁ ଏମିତି ଭିଡ଼ିଓ ବନଉନି। ଆଉ ମୋର ବହୁତ ଇଚ୍ଛା ଥିଲା ମାନେ ଲଭ୍ ଷ୍ଟୋରି ଉପରେ ବଟ୍ ତାପରେ ମୋଟିଭେସନାଲ୍ ଏମିତି ବାସ୍ ବେସ୍ ଗୁରା ଆଣିବା ପାଇଁ। ବଟ୍ ମୁଁ ଯଦି ଛାଡ଼ିବି ଲଭର୍ଙ୍କ ଉପରେ କି ହଜବେଣ୍ଡଙ୍କ ଉପରେ ଆପଣମାନେ କହିବେ ଆର ସହିତ ଆ ହଜବେଣ୍ଡର କ'ଣଟା ହେଇଛି ଗଲା। ଯଦି ମୁଁ ଛାଡ଼ି ଫ୍ୟାମିଲି ଉପରେ ଫ୍ୟାମିଲି ସହିତ ତାଙ୍କର ପଡ଼ୁନି ବୋଧେ ଆଉ। ଯଦି ମୁଁ ଛାଡ଼ିଲି କିଛି କାହା ଉପରେ ଆପଣମାନେ ନିହାତି ଇଏ କରିବେ। ତ ସେଥିପାଇଁ ମୁଁ ଟୋଟାଲି କରିବା ପାଇଁ ଇଚ୍ଛା ହଉନି। ବଟ୍ କିନ୍ତୁ ବହୁତ ସାରା ମାନେ ଅଛି ଲେଖିକି ମୁଁ ରଖିଛି ବଟ୍ କରିବା ପାଇଁକା ଇଚ୍ଛା ହଉନି। ମୋ ମା କଥା ବି ଆଜି ବହୁତ ମତେ ମନେ ପଡ଼ୁଛି। ମା ସବୁବେଳେ ମତେ କହେ ଆଉ ଏବେ ଯେତେବେଳେ ମୁଁ ତତେ ଖାଇବା ପାଇଁ ଦଉଥିଲି ତୁ କହିବୁ ନାଇଁ ମୁଁ ଶୋଇକି ଉଠେ ଯେତେବେଳେ ଶୋଇକି ଉଠିବି ସେତେବେଳେ ମୁଁ ଖାଇବି। ଆଉ ଏବେ ମୁଁ ତୋ ପାଖରେ ନାହିଁ ଆଉ ଦେଖ ତତେ ଭୋକ କରୁଛି ତୁ ହାତରେ ଆଣିକି ଖାଉଛୁ କିନ୍ତୁ ମୁଁ ଯେତେବେଳେ ଦଉଥିଲି ସତ କଥା ମା ମୋ ପଛରେ ସେମିତି ଗୋଡ଼େଇଦବ ଖାଇଲୁ ନେ ଖାଇବୁ ଆଣି ବାଡେଇକି ଥୋଇଦବ ବଟ୍ ମୋ ନିଦ ନ ଭାଙ୍ଗିଲା ଯାକେ ମୁଁ ଖାଇବିନି। ହେଲେ ଏବେ ମା କଥା ବହୁତ ମନେ ପଡୁଛି। ଆଉ କେହି ବି ଅନେଇବେନି ନିଜ ମା ଛଡା ଆଉ କେହି ବି ଅନାର ନାହିଁ। ନିଜ ମା ସ୍ୱାମୀ ବାପା ସମସ୍ତେ କହିଦେବେ ସତ କିଛି ବି ହେଲେ ପ୍ରେଗନେନ୍ସି ଟାଇମରେ ଯଦି କିଛି ବି ହେଲେ ଦେହ ଖରାପ ହାତ ବିନ୍ଧା ମୁଣ୍ଡ ବିନ୍ଧା କିଛି ବି ହେଲେ ମା ଫୋନ କରିଦେଇ କହିଦେବି ସେ କାନ୍ଦିବ ସାଡେ ବସିକି। ଘରକୁ ଯାଇଥିଲି ଥରେ ହାତ ବିନ୍ଧିଲା ଗୋଟେ ରାତି ସେ ଶୋଇନି ସେମିତି ମୋ ହାତ ମୋଡୁଥାଏ ବସିକି ଆଉ କେହି କେମିତି କରିବେ ଯଦି ବି କରନ୍ତି ଟିକେ ମୋଡିଦେବେ ଜେଝା ଇଏରେ ଜେଝା କିନ୍ତୁ ମା ହିଁ ସବୁ କିଛି ମାନେ କଣ କହିବି କଣ ଆସି କହିଲେ ତ ଏମିତି କିଛି ନର୍ମାଲ ଭିଡିଓ ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ ନିହାତି କରିଦେବେ। ଟିକେ ଇମୋସନାଲ ହେଇଗଲି ମୋ ମା କଥା ମନେ ପଡିଲା ଇମୋସନାଲ ହେଇଗଲି ତ ରହୁଛି ଫେସବୁକ୍ ଇନଷ୍ଟାକୁ ଫଲୋ କରିଦେବେ ଆଉ ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିଦେବେ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ ନୂଆ ନୂଆ ଭିଡ଼ିଓ ଆସିଲେ ଆପଣମାନେ ଦେଖିବେ। ତ ଇମୋସନାଲ ଟିକେ ହେଇଗଲି ଆଉ ଭିଡ଼ିଓ କରିପାରିବିନି ଆପଣଙ୍କ ସହିତ କଥା ହେଇ ପଛରେ ନେକ୍ସଟ ଭିଡ଼ିଓରେ ତ ରହିଲି ଟାଟା ବାଇ ବାଇ ଜୟ ଜଗନ୍ନାଥ ଜୟ ମା ଶାରଳା। লাইক কর কমেন্ট কর ভিডিওটা ভাইরাল কর।